ମାନେ ଆଜି ଆମେ ନୂତନ ଅଭ୍ୟୁଦୟ ଓ ସହର ଓ ରାଜ୍ୟର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। 1 ନମ୍ବର ଆମକୁ ଦେଇଛି, ଅଧ୍ୟାୟର ଆରମ୍ଭରେ ଥିବା ଉଦ୍ଧୃତିକୁ ବିଚାର କରି ତୁମ ଦଳ ଭିତରେ ଆଲୋଚନା କର। ଏକ ପ୍ରଜା ମଙ୍ଗଳକାରୀ ରାଜ୍ୟ ପାଇଁ କୌଟିଲ୍ୟଙ୍କ ସୁପାରିଶ ଗୁଡ଼ିକ ସମ୍ବନ୍ଧରେ ନିଜ ଦଳ ଭିତରେ ଆଲୋଚନା କର। ପିଲାମାନେ ଏଠି 4ଟି କୋଶ୍ଚିନ୍ ଦେଇଛି, 4ଟି ଯାକ ଲଙ୍ଗ କୋଶ୍ଚିନ୍। ପ୍ରାଚୀନ ଭାରତର ପ୍ରସିଦ୍ଧ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ର ରଚୟିତା କୌଟିଲ୍ୟ ବା ଚାଣକ୍ୟ ଏକ ଆଦର୍ଶ ଓ ପ୍ରଜାମଙ୍ଗଳକାରୀ ରାଜ୍ୟ ଗଠନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି। ଆମ ଦଳଗତ ଆଲୋଚନା ଆଧାରରେ ତାଙ୍କର ମୁଖ୍ୟ ପ୍ରସ୍ତାବ ଗୁଡ଼ିକ ନିମ୍ନରେ ବ୍ୟାଖ୍ୟା କରାଗଲା। ପ୍ରଥମେ ଥିଲା ତାଙ୍କର ପ୍ରଜାଙ୍କ ସୁଖରେ ରାଜାଙ୍କ ସୁଖ। କୌଟିଲ୍ୟଙ୍କ ଅନୁସାରେ ପ୍ରଜାଙ୍କ ସୁଖରେ ରାଜାଙ୍କର ସୁଖ ଏବଂ ପ୍ରଜାଙ୍କ କଲ୍ୟାଣରେ ହିଁ ରାଜାଙ୍କର କଲ୍ୟାଣ ନିହିତ। ରାଜା ନିଜ ମନ ମୁତାବକ କାର୍ଯ୍ୟ ନ କରି ପ୍ରଜାମାନଙ୍କ ପାଇଁ ଯାହା ହିତକର ତାହା ହିଁ କରିବା ଉଚିତ। ନେକ୍ସଟ, ଦୁର୍ବଳ ଓ ଅସହାୟଙ୍କ ସୁରକ୍ଷା। ଏକ ମଙ୍ଗଳକାରୀ ରାଜ୍ୟର ଅନାଥ, ବୃଦ୍ଧ, ରୋଗୀ ଏବଂ ଅସହାୟ ମହିଳାମାନଙ୍କୁ ରାଜକୋଷରୁ ଆର୍ଥିକ ସହାୟତା ଓ ଭରଣ ପୋଷଣ ଯୋଗାଇ ଦେବାକୁ କୌଟିଲ୍ୟ କହିଛନ୍ତି। ତାପରେ ତାଙ୍କର ଥିଲା ସୁଶାସନ ଏବଂ ଦୁର୍ନୀତିମୁକ୍ତ ପ୍ରଶାସନ। ପ୍ରଶାସନକୁ ସ୍ୱଚ୍ଛ ରଖିବା ପାଇଁ କର୍ମଚାରୀମାନଙ୍କ ଉପରେ ନଜର ରଖିବା ଆବଶ୍ୟକ। ଦୁର୍ନୀତିଖୋର କର୍ମଚାରୀଙ୍କୁ କଠୋର ଦଣ୍ଡ ଏବଂ ସାଧୁ କର୍ମଚାରୀଙ୍କୁ ପୁରସ୍କାର ଦେବା ଉଚିତ। ତାପରେ 2 ନମ୍ବର ପ୍ରଶ୍ନ, ପାଠ୍ୟ ଅନୁସାରେ ପ୍ରାଚୀନ ବୈଦିକ ସମାଜରେ ଶାସକମାନେ କିପରି ମନୋନୀତ ହେଉଥିଲେ? ପିଲାମାନେ, ପ୍ରାଚୀନ ବୈଦିକ ସମାଜରେ ଶାସକ ବା ରାଜା ମନୋନୟନ ପ୍ରକ୍ରିୟା ସମାନୁକ୍ରମେ ବଦଳିଥିଲା। ଏହାକୁ ମୁଖ୍ୟତଃ 2ଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଲା ଋଗ୍ ବୈଦିକ ଯୁଗ ବା ପ୍ରାରମ୍ଭିକ ପର୍ଯ୍ୟାୟ। ଏହି ସମୟରେ ରାଜାଙ୍କ ପଦବୀ ସମ୍ପୂର୍ଣ୍ଣ ବଂଶାନୁକ୍ରମ ନଥିଲା। ରାଜାଙ୍କୁ ସାଧାରଣ ଜନତା ବା ଲୋକମାନେ ନିଜ ଭିତରୁ ମନୋନୀତ କରୁଥିଲେ। ଯେଉଁ ବ୍ୟକ୍ତି ସବୁଠାରୁ ସାହସୀ, ଯୁଦ୍ଧ କୌଶଳରେ ନିପୁଣ ଏବଂ ଗୋଧନରେ ସୁରକ୍ଷା କରିବାକୁ ସମର୍ଥ ହେଉଥିଲେ ତାଙ୍କୁ ହିଁ ଶାସକ ଭାବେ ବଛା ଯାଉଥିଲା। ଏବଂ ରାଜାଙ୍କ କ୍ଷମତାକୁ ନିୟନ୍ତ୍ରଣ କରିବା ପାଇଁ ସଭା ଏବଂ ସମିତି ଭଳି 2ଟି ଗଣତାନ୍ତ୍ରିକ ପରିଷଦ ଥିଲା। ସମିତିରେ ସାଧାରଣ ଲୋକମାନେ ଏକାଠି ହୋଇ ରାଜା ଚୟନ ପ୍ରକ୍ରିୟାରେ ଭାଗ ନେଉଥିଲେ। ତାପରେ ପରବର୍ତ୍ତୀ ବୈଦିକ ଯୁଗ ଖ୍ରୀଷ୍ଟପୂର୍ବ 1000 ବେଳକୁ ଏହି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିଲା। ରାଜା ପଦବୀ ବଂଶାନୁକ୍ରମିକ ହେବାକୁ ଲାଗିଲା। ଶାସକମାନେ ସେମାନଙ୍କର କ୍ଷମତା, ସର୍ବୋଚ୍ଚତା ଏବଂ ସାମ୍ରାଜ୍ୟ ବିସ୍ତାର ପ୍ରଦର୍ଶନ କରିବା ପାଇଁ ବଡ଼ ବଡ଼ ଜଟିଳ ଯଜ୍ଞର ଆୟୋଜନ କଲେ। 3 ନମ୍ବର ପ୍ରଶ୍ନ ପିଲାମାନେ, ମନେକର ତୁମେ ଜଣେ ଐତିହାସିକ। ମହାଜନପଦମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ତୁମେ କେଉଁ ପ୍ରକାର ଉପାଦାନ ଗୁଡ଼ିକୁ ବ୍ୟବହାର କରିବ? ପ୍ରତ୍ୟେକ ଉପାଦାନ ତୁମକୁ ଇତିହାସ ବୁଝିବାରେ କିପରି ସହାୟକ ହୋଇପାରିବ ବ୍ୟାଖ୍ୟା କର। ଜଣେ ଐତିହାସିକ ଭାବରେ ଖ୍ରୀଷ୍ଟପୂର୍ବ 6ଠ ଶତାବ୍ଦୀରେ 16ଟି ମହାଜନପଦର ଇତିହାସକୁ ସଠିକ୍ ଭାବରେ ପୁନର୍ଗଠନ କରିବା ପାଇଁ ମୁଁ ଉଭୟ ପ୍ରତ୍ନତାତ୍ତ୍ୱିକ ଏବଂ ସାହିତ୍ୟିକ ଉପାଦାନର ସାହାଯ୍ୟ ନେବି। ତାହେଲେ ପ୍ରଥମେ ପ୍ରତ୍ନତାତ୍ତ୍ୱିକ ଉପାଦାନ ଏବଂ ସେଗୁଡ଼ିକର ସହାୟତା। ପ୍ରଥମେ ମୃଣ୍ମୟ ପାତ୍ର। ଏହି ସମୟରେ ମିଳିଥିବା ଉତ୍ତର କୃଷ୍ଣ ଚିକଣ ମୃଣ୍ମୟ ପାତ୍ରରୁ ଜଣାପଡ଼େ ଯେ ସେତେବେଳେ ଏକ ସମୃଦ୍ଧ ନଗର ସଭ୍ୟତା ଗଢ଼ି ଉଠିଥିଲା। ଏହା ଲୋକଙ୍କର ବିଳାସପୂର୍ଣ୍ଣ ଜୀବନ ଓ କଳାକୃତିକୁ ଦର୍ଶାଏ। ତାପରେ ପ୍ରାଚୀନ ମୁଦ୍ରା। ଏହି ଯୁଗରେ ପ୍ରଚଳିତ ହୋଇଥିବା ଆହତ ମୁଦ୍ରାରୁ ତତ୍କାଳୀନ ଅର୍ଥନୀତି, ବାଣିଜ୍ୟର ପ୍ରସାର ଏବଂ ବ୍ୟବସାୟିକ କେନ୍ଦ୍ରଗୁଡ଼ିକ ବିଷୟରେ ସ୍ପଷ୍ଟ ପ୍ରମାଣ ମିଳେ। ଏବଂ ନଗର ଓ ଦୁର୍ଗର ଭଗ୍ନାବଶେଷ। କୌଶାମ୍ବୀ, ପାଟଳୀପୁତ୍ର ଏବଂ ରାଜଗୃହ ଭଳି ସହରରୁ ମିଳିଥିବା ପଥର ଓ ଇଟାର ବିଶାଳ ପ୍ରାଚୀରରୁ ସେହି ସମୟର ସାମରିକ ସୁରକ୍ଷା ବ୍ୟବସ୍ଥା ଏବଂ ସ୍ଥାପତ୍ୟ କଳା ବିଷୟରେ ଜାଣି ହୁଏ। ତାପରେ ସାହିତ୍ୟିକ ଉପାଦାନ ଏବଂ ସେଗୁଡ଼ିକର ସହାୟତା। ବୌଦ୍ଧ ଏବଂ ଜୈନ ସାହିତ୍ୟ। ବୌଦ୍ଧ ଗ୍ରନ୍ଥ ଅଙ୍ଗୁତ୍ତର ନିକାୟ ଏବଂ ଜୈନ ଗ୍ରନ୍ଥ ଭଗବତୀ ସୂତ୍ର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏଥିରୁ 16ଟି ମହାଜନପଦର ନାମ, ସେମାନଙ୍କର ରାଜଧାନୀ ଏବଂ ସେଗୁଡ଼ିକ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କର ସୂଚନା ମିଳେ। ତାପରେ ବ୍ରାହ୍ମଣ ବା ବୈଦିକ ଗ୍ରନ୍ଥ। ପୁରାଣ, ଉପନିଷଦ ଏବଂ ବ୍ୟାକରଣବିତ୍ ପାଣିନିଙ୍କ ଅଷ୍ଟାଧ୍ୟାୟୀରୁ ସେହି ସମୟର ସାମାଜିକ ଶ୍ରେଣୀ ବିଭାଗ,
ରାଜନୈତିକ ସଂଗଠନ ଏବଂ ରାଜତନ୍ତ୍ର ଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିଷୟରେ ବିସ୍ତୃତ ବିବରଣୀ ମିଳିଥାଏ। ପ୍ରତ୍ନତାତ୍ତ୍ୱିକ ଉପାଦାନ ସାହିତ୍ୟିକ ତଥ୍ୟକୁ ପ୍ରମାଣିତ କରେ, ଯାହାଦ୍ୱାରା ମହାଜନପଦର ଇତିହାସ ଅଧିକ ବିଶ୍ୱସନୀୟ ହୋଇଥାଏ। 4 ନମ୍ବର ପ୍ରଶ୍ନ, ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦୀରେ ଲୌହ ଧାତୁ କିପରି ସହର ସଭ୍ୟତାର ବିକାଶରେ ସହାୟକ ହୋଇଥିଲା? ତୁମ ପାଠ୍ୟ ବିଷୟରୁ କିମ୍ବା ନିଜ ଚିନ୍ତାଧାରାରୁ ଲେଖ। ପିଲାମାନେ, ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦୀରେ ଭାରତରେ ଲୌହ ଧାତୁ ବା ଲୁହାର ବ୍ୟାପକ ବ୍ୟବହାର ଆରମ୍ଭ ହୋଇଥିଲା। ଏହି ଆବିଷ୍କାର ଦ୍ୱିତୀୟ ସହରୀକରଣ ବା ସହର ସଭ୍ୟତାର ବିକାଶ ପାଇଁ ମୂଳଦୁଆ ପକାଇଥିଲା। ଏହାର ମୁଖ୍ୟ କାରଣ ଗୁଡ଼ିକ ହେଲା କୃଷି କ୍ଷେତ୍ରରେ କ୍ରାନ୍ତି ଓ ବଳକା ଉତ୍ପାଦନ, ଲୁହାର ଲଙ୍ଗଳ ମୁଣ୍ଡା ଏବଂ କୋଦାଳର ବ୍ୟବହାର ଯୋଗୁଁ ଗଙ୍ଗା ନଦୀ ଅବବାହିକାରେ ଶକ୍ତ ଓ କର୍ଦ୍ଦମାକ୍ତ ମାଟିକୁ ଗଭୀର ଭାବରେ ଚାଷ କରାଯାଇପାରିଲା। ଏହା ସହିତ ଧାନ ରୋପଣ ପଦ୍ଧତିର ବିକାଶ ହେବାରୁ କୃଷି ଉତ୍ପାଦନ ଅଭାବନୀୟ ଭାବେ ବୃଦ୍ଧି ପାଇଲା। ଏହି ବଳକା ଶସ୍ୟ ଯୋଗୁଁ ସମାଜରେ ଏପରି ଏକ ଗୋଷ୍ଠୀ ସୃଷ୍ଟି ହେଲେ ଯେଉଁମାନେ ଚାଷ ନ କରି ସହରରେ ରହି ଅନ୍ୟାନ୍ୟ ଶିଳ୍ପରେ ମନୋନିବେଶ କଲେ। ଆଉ କ'ଣ ହେଲା? ସାମରିକ ଶକ୍ତି ଏବଂ ସାମ୍ରାଜ୍ୟ ଗଠନ, ଲୁହାରେ ନିର୍ମିତ ଶକ୍ତ ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର ଯୋଗୁଁ ସୈନ୍ୟବାହିନୀ ଅଧିକ ଶକ୍ତିଶାଳୀ ହେଲା। ମଗଧ ଭଳି ରାଜ୍ୟ ନିଜ ଅଞ୍ଚଳରେ ଥିବା ଲୁହା ଖଣିର ବ୍ୟବହାର କରି ଅନ୍ୟ ଜନପଦ ଗୁଡ଼ିକୁ ଜିତି ଏକ ବିଶାଳ ସାମ୍ରାଜ୍ୟ ଓ ବଡ଼ ବଡ଼ ସହର ସୃଷ୍ଟି କରିବାରେ ସଫଳ ହେଲା। ଏବଂ ଶେଷରେ ଶିଳ୍ପ ଓ ବ୍ୟବସାୟର ଅଭିବୃଦ୍ଧି, ଲୁହାର ଯନ୍ତ୍ରପାତି ସାହାଯ୍ୟରେ କାଠ କାମ ଏବଂ ପଥର କାମ ଅତି ସହଜ ହେଲା। ଏହା ଯୋଗୁଁ ଯାତାୟାତ ସୁବିଧା ହେଲା ଏବଂ ଆଞ୍ଚଳିକ ବାଣିଜ୍ୟ ବୃଦ୍ଧି ପାଇ ସହରଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେଲା। ପିଲାମାନେ, ବିଷୟଟି ସରିଗଲା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ।